हेलो पिलाମାନେ ଆଜି ଆମେ ପଢ଼ିବା ତୁମ ପରିବେଶ ବିଜ୍ଞାନ ବହିର ପାଠର ନାମ ହେଲା ପ୍ରାକୃତିକ ସମ୍ପଦର ବ୍ୟବହାର। ତ ପିଲାମାନେ ଏହି ପାଠରେ ଆମେ ଜାଣିବା ମୃତ୍ତିକା ସମ୍ପଦ, ଜଙ୍ଗଲ ସମ୍ପଦ ଓ ଖଣିଜ ସମ୍ପଦ ବିଷୟରେ କିଛି ଜାଣିବା। ଚାଲ ତାହେଲେ ଶୀଘ୍ର ଆମେ ପାଠଟି ଆରମ୍ଭ କରିବା। ଦେଖ ପିଲାମାନେ ପ୍ରଥମେ ଦେଖ ମୃତ୍ତିକା ସମ୍ପଦ। ତୁମେ ଜାଣିଛ କି ପିଲାମାନେ ଜିଆ ମାନେ କୃଷକର ବନ୍ଧୁ। ଯେଉଁ ମାଟି ଭିତରେ ଯେ ରହେ ଜିଆ ସେ କ'ଣ? ସେ ହେଲା ଆମ କୃଷକ ବା ଆମର ସେ ବନ୍ଧୁ। ମାଟିର ଉର୍ବରତା ବୃଦ୍ଧି କରନ୍ତି ସେମାନେ। ବିଭିନ୍ନ କୀଟନାଶକ ଓ ରାସାୟନିକ ସାରର ପ୍ରଭାବରେ ମାଟିରେ ଥିବା ଜିଆ ଓ ଆଉ କେତେକ ଉପକାରୀ କୀଟ ମରିଯାଆନ୍ତି। ବୁଝିଲ, ଆମେ ଯଦି ଖରାପ ଯେ ଆମେ ଯେତେ କୀଟନାଶକ ଔଷଧ ରାସାୟନିକ ଔଷଧ ବ୍ୟବହାର କରୁଛୁ ସେଇ ଔଷଧର ବିଷାକ୍ତରେ କ'ଣ ହୋଇଥାଏ? ଆମର ଯେଉଁ ଉପକାର କରୁଛି ଯେ କୀଟମାନେ ସେମାନେ ମରିଯାଇଥାନ୍ତି। ତେଣୁ ଏସବୁ ପଦାର୍ଥର ବ୍ୟବହାର ଭାବିଚିନ୍ତି କରିବା ଦରକାର। ଦେଖ ପଏଣ୍ଟ ନମ୍ବର 1, ମୃତ୍ତିକା ପ୍ରଦୂଷଣକୁ ରୋକିବା ଓ ତା'ର ଉର୍ବରତା ବଢ଼ାଇବା ପାଇଁ ଆମେ ସମସ୍ତେ ଯତ୍ନବାନ ହେବା ଆବଶ୍ୟକ। ପଏଣ୍ଟ ନମ୍ବର 2 ଦେଖ, କୃଷି ଉତ୍ପାଦନ ପାଇଁ ସାର ବ୍ୟବହାର ନିୟନ୍ତ୍ରଣ କରିବା ଦରକାର। ରାସାୟନିକ ସାର ବଦଳରେ ଜୈବିକ ଖତ ବ୍ୟବହାର କଲେ ମୃତ୍ତିକାକୁ ପ୍ରଦୂଷଣରୁ ଆମେ ରୋକାଯାଇପାରିବ। ପଏଣ୍ଟ ନମ୍ବର 3 ଦେଖ, କୀଟନାଶକ ଔଷଧର ସୀମିତ ବ୍ୟବହାର କରି ମୃତ୍ତିକାକୁ ଦୂଷିତ ହେବାରୁ ଆମେ ରୋକାଯାଇପାରିବା। ପଏଣ୍ଟ ନମ୍ବର ଦେଖ ଆଉ ଗୋଟେ, ଗ୍ରାମ ଓ ସହରର ଆବର୍ଜନାରୁ ଯେଉଁଟା ବାହାରି କ'ଣ ପ୍ଲାଷ୍ଟିକ ଭଳି ପୁନଃ ବିନିଯୋଗ କ୍ଷମତା ନଥିବା ପଦାର୍ଥ ଗୁଡ଼ିକୁ ଅଲଗା କରିବା ଓ ଏଗୁଡ଼ାକୁ ନଷ୍ଟ କରିଦେବା। ଜୈବିକ ଆବର୍ଜନାକୁ କମ୍ପୋଷ୍ଟରେ ପରିଣତ କରିବା ଉଚିତ। ଆଉ ଗୋଟେ ପଏଣ୍ଟ ଦେଖ, ଗୋଟିଏ ଜମିରେ ସବୁବେଳେ ଏକ ପ୍ରକାର ଫସଲ ନ କରି ଅଲଗା ଅଲଗା ଫସଲ କରିବା ଆବଶ୍ୟକ। ଫଳରେ କ'ଣ ହୋଇଥାଏ? ଦେଖ, ଫଳରେ ଜମିର ଉର୍ବରତା ସମତୁଲ ରହିପାରିବ। ଆଉ ଗୋଟେ ପଏଣ୍ଟ ଦେଖ, ମୃତ୍ତିକା କ୍ଷୟ ହେଉଥିବା ସ୍ଥାନରେ କ'ଣ କରିବା? ଆମେ ବୃକ୍ଷରୋପଣ କରିବା। ବୁଝିଲ, ଆମେ ଯଦି ସେଇ ଜାଗାରେ ବୃକ୍ଷରୋପଣ କଲେ ମୃତ୍ତିକା କ୍ଷୟ ହେବ ନାହିଁ। ସେ ଉପରେ ଆମେ ଗୁରୁତ୍ୱ ଦେବା ଆବଶ୍ୟକ। ଏବେ ଦେଖ ଜଙ୍ଗଲ ସମ୍ପଦ। ଜଙ୍ଗଲ ଏକ ମୂଲ୍ୟବାନ ପ୍ରାକୃତିକ ସମ୍ପଦ। ବିଭିନ୍ନ ପ୍ରକାରର ଗଛଲତା ଓ ଜୀବଜନ୍ତୁଙ୍କୁ ନେଇ ଜଙ୍ଗଲ ଗଠିତ। ଦେଖ ପଏଣ୍ଟ ନମ୍ବର 1 ଦେଖ, ଜଙ୍ଗଲରୁ ଅବିଚାରିତ ଭାବେ ଗଛ କଟାଯିବ ନାହିଁ। ପଏଣ୍ଟ ନମ୍ବର 2, ଆବଶ୍ୟକ ଅନୁଯାୟୀ ଗଛ କାଟି ସେହି ସ୍ଥାନରେ ନୂତନ ଗଛ ରୋପଣ କରାଯିବ। ଆଉ ଗୋଟେ ପଏଣ୍ଟ ଦେଖ, ଜଙ୍ଗଲରୁ ଅନେକ ପ୍ରକାରର ଔଷଧ ଯଥା ବୃକ୍ଷ ଓ ଫଳମୂଳ ମିଳିଥାଏ। ସେଗୁଡ଼ିକୁ ସଂଗ୍ରହ କରି ଉପଯୁକ୍ତ ବିନିଯୋଗ କରାଯିବ। ଆଉ ଗୋଟେ ପଏଣ୍ଟ ଦେଖ, ଜଙ୍ଗଲରେ ଅନେକ ପ୍ରକାର ପ୍ରାଣୀ ବାସ କରିଥାନ୍ତି। ସେମାନଙ୍କୁ ନ ମାରି ସେମାନଙ୍କର ଉପଯୁକ୍ତ ସଂରକ୍ଷଣ କରାଯିବା ଆବଶ୍ୟକ। ଆଉ ଗୋଟେ ପଏଣ୍ଟ ଦେଖ, ଜଙ୍ଗଲୀ ଜମିରେ ଚାଷ କରି ଫସଲ ଉତ୍ପାଦନ କରାଯାଇପାରିବ। ଦେଖ ଖଣିଜ ସମ୍ପଦ। ଏଇଟା ଖଣି ଦେଖ, ସମସ୍ତେ ଫଟୋଟିକୁ ଦେଖ। ଆମେ ଲୁହା ପଥରରୁ ଲୁହା, ବକ୍ସାଇଟରୁ ଆଲୁମିନିୟମ ବାହାର କରିଥାଉ। ଏହି ପଥର ଗୁଡ଼ିକୁ ଖଣିରୁ ଖୋଲି ବାହାର କରାଯାଇଥାଏ। ହେଲା, ଏଗୁଡ଼ିକୁ ଆମେ ଖଣିଜ ପଦାର୍ଥ କହୁ। ଏହା ବ୍ୟତୀତ ଖଣିରୁ ଆହୁରି ଅନେକ ଦ୍ରବ୍ୟ ଯଥା କ'ଣ ମିଳିଥାଏ? ଦେଖ, କୋଇଲା, ପେଟ୍ରୋଲିୟମ, ଚୁନପଥର, ମାଙ୍ଗାନିଜ ଇତ୍ୟାଦି ପାଇଥାଉ। ଏଗୁଡ଼ିକ ଗୋଟିଏ ଗୋଟିଏ ଖଣିଜ ସମ୍ପଦ। ତୁମ ଘରେ ଥିବା ଲୁହା ଓ ଆଲୁମିନିୟମରୁ ପ୍ରସ୍ତୁତ ଜିନିଷ ଗୁଡ଼ିକ ନାମ ଲେଖ। ଖଣିରୁ ଅବିଚାରିତ ଭାବେ ଖଣିଜ ପଦାର୍ଥ ଉତ୍ତୋଳନ କଲେ ଖଣିଜ ପଦାର୍ଥ
ଶେଷ ହୋଇଯିବ। ତେଣୁ ଆବଶ୍ୟକ ମୁତାବକ ଖଣିଜ ପଦାର୍ଥ ଖଣିରୁ ଉତ୍ତୋଳନ କରାଯାଏ। ତୁମେ ଜାଣିଛ କି ପିଲାମାନେ, ଓଡ଼ିଶା ଖଣିଜ ସମ୍ପଦର ଏକ ଯନ୍ତାଘର। ସାରା ଦେଶରେ ଗଚ୍ଛିତ ଥିବା ଖଣିଜ ପଦାର୍ଥ ପ୍ରାୟ କେତେ? 16.8% ଆମ ରାଜ୍ୟରୁ ହିଁ ମିଳିଥାଏ। ବୁଝିଲ, କେତେ ଦଶମିକ ମିଳିଥାଏ? 16.8 ଆମ ରାଜ୍ୟରୁ ଖଣିଜ ମିଳେ। ସେଥିପାଇଁ ଆମ ଓଡ଼ିଶା କ'ଣ କୁହାଯାଏ? ଗନ୍ତାଘର। ଓଡ଼ିଶା ଖଣିଜ ସମ୍ପଦର ଏକ ଗନ୍ତାଘର ବୋଲି କୁହାଯାଇଥାଏ। ଦେଖ, ଲକ୍ଷ ଲକ୍ଷ ବର୍ଷ ପୂର୍ବେ ପ୍ରାକୃତିକ ବିପର୍ଯ୍ୟୟ ହେତୁ ମାଟି ତଳେ ଗଛଲତା ପୋତି ହୋଇ ଅମ୍ଳଜାନର ଅଭାବରେ ଭୂଭାଗର ଚାପ ଓ ଆଭ୍ୟନ୍ତରୀଣ ଚାପ ଯୋଗୁଁ ସେଗୁଡ଼ିକ କ'ଣ ହୋଇଛି? କୋଇଲାରେ ପରିଣତ ହୁଏ। କୋଇଲା ଆମର କି କାମରେ ଲାଗେ ପିଲାମାନେ? ତୁମେ ଜାଣିଛ କୋଇଲା ବିଭିନ୍ନ କଳକାରଖାନାରେ ବ୍ୟବହୃତ। ଖଣିଜ ସମ୍ପଦ ସୀମିତ ଏବଂ ଅସରନ୍ତି ନୁହେଁ। ମାନବ ସମାଜ ଅବିଚାରିତ ଭାବରେ ବିଭିନ୍ନ ଖଣିଜ ସମ୍ପଦ ଗୁଡ଼ିକୁ ବ୍ୟବହାର କରୁଛି। ଫଳରେ 30ରୁ 35 ବର୍ଷ ମଧ୍ୟରେ ଏହା ଶେଷ ହୋଇଯିବ। ଲକ୍ଷ ଲକ୍ଷ ବର୍ଷ ଧରି ଭୂ ଅଭ୍ୟନ୍ତରରେ କୋଇଲା, ପେଟ୍ରୋଲିୟମ ଓ ଧାତବ ପଦାର୍ଥ ଆଦି ସଞ୍ଚିତ ହୋଇ ରହିଛି। ଏଗୁଡ଼ିକ ଆମେ ବ୍ୟବହାର କରି ଥରେ ଶେଷ ହୋଇଗଲେ ଆଉ ପୂରଣ ହୋଇପାରିବ ନାହିଁ। ଏହାକୁ ଉପଯୁକ୍ତ ଭାବରେ ବିନିଯୋଗ କରିବା ଉଚିତ। ଏଥିସହିତ ସଂରକ୍ଷଣ ପ୍ରତି ମଧ୍ୟ ଧ୍ୟାନ ଦେବା ଆବଶ୍ୟକ। ଆମେ ନିଜର ଦୈନନ୍ଦିନ କାର୍ଯ୍ୟରେ ପ୍ରାକୃତିକ ସମ୍ପଦକୁ ଆବଶ୍ୟକତା ଅପେକ୍ଷା ଅଧିକ ବ୍ୟବହାର କରିବା ନାହିଁ। ଆସ ଆମେ ସମସ୍ତେ ମିଶି ଏହି ଶପଥ ନେବା ଏବଂ ପ୍ରାକୃତିକ ସମ୍ପଦ ଓ ପରିବେଶର ସୁରକ୍ଷା ପାଇଁ ଯତ୍ନବାନ ହେବା। ଆମେ କ'ଣ ଶିଖିଲେ ଏଥିରୁ ଦେଖ ଜାଣିବା। ପଏଣ୍ଟ ନମ୍ବର 1 ଦେଖ ପିଲାମାନେ, ଜଳ, ମୃତ୍ତିକା ଓ ଖଣିଜ ସମ୍ପଦ ହେଉଛି ଆମର ସୀମିତ ପ୍ରାକୃତିକ ସମ୍ପଦ। 2 ନମ୍ବର ପଏଣ୍ଟ ଦେଖ, ସୀମିତ ପ୍ରାକୃତିକ ସମ୍ପଦ ଗୁଡ଼ିକୁ ବିଜ୍ଞାନ ସମ୍ମତ ଭାବରେ ଓ ଉପଯୁକ୍ତ ପରିମାଣରେ ବ୍ୟବହାର କରିବା ଉଚିତ। ନହେଲେ ସେଗୁଡ଼ିକ ଅଳ୍ପ ଦିନରେ କ'ଣ ହେବ? ଶେଷ ହୋଇଯିବ। ପଏଣ୍ଟ ନମ୍ବର 3 ଦେଖ, ଭୂପୃଷ୍ଠ ଓ ଭୂତଳ ଜଳର ଉପଯୁକ୍ତ ବ୍ୟବହାର କରିବା ଆବଶ୍ୟକ। ଆଉ ଗୋଟେ ପଏଣ୍ଟ ଦେଖ, ବର୍ଷା ଜଳକୁ ସଂରକ୍ଷଣ କରି ଆବଶ୍ୟକ ବେଳେ ବିଭିନ୍ନ କାର୍ଯ୍ୟରେ ବିନିଯୋଗ କରିବା ଉଚିତ। ଆଉ ଗୋଟେ ପଏଣ୍ଟ ଦେଖ, ପ୍ରାକୃତିକ ସମ୍ପଦକୁ ଉପଯୁକ୍ତ ଭାବରେ ବିନିଯୋଗ କରିବା ସହିତ ଏହାର ସଂରକ୍ଷଣ ପ୍ରତି ଧ୍ୟାନ ଦେବା ଆବଶ୍ୟକ।